ପିଲାମାନେ ଏଠାରେ ଆମ ପାଖରେ ଗୋଟେ ଭଗ୍ନ ସଂଖ୍ୟା ଅଛି 29 ବିଭକ୍ତ 100। এই 29 ବିଭକ୍ତ 100କୁ ଆମେ ଦଶମିକ ସଂଖ୍ୟାରେ କିପରି ଲେଖିବା ତାହା ଆମେ ପଢ଼ିବା। ଦେଖ 29 ବିଭକ୍ତ 100, 29କୁ ମୁଁ ଲେଖିପାରିବି 20 ଯୁକ୍ତ 9, ତେଣୁ ମୁଁ ଏଠାରେ ଲେଖୁଛି 20 ଯୁକ୍ତ 9 ବିଭକ୍ତ 100। ଏବେ ଏହାକୁ ମୁଁ ଲେଖିପାରିବି 20 ବିଭକ୍ତ 100 ଯୁକ୍ତ 9 ବିଭକ୍ତ 100, ତେଣୁ ଲେଖିଲି 20 ବିଭକ୍ତ 100 ଯୁକ୍ତ 9 ବିଭକ୍ତ 100। ଏବେ 20 ବିଭକ୍ତ 100ରେ 20 ବି 10ରେ ବିଭାଜ୍ୟ ଏବଂ 100 ବି 10 ଦ୍ୱାରା ବିଭାଜ୍ୟ। 20ରେ 10 ହରିଲେ ଆମେ ପାଇବା 2, 100ରେ 10 ହରିଲେ ଆମେ ପାଇବା 10। ତେଣୁ ଏବେ ଆମେ ଲେଖିପାରିବା 2 ବିଭକ୍ତ 10 ଯୁକ୍ତ 9 ବିଭକ୍ତ 100। 2 ବିଭକ୍ତ 10କୁ ଆମେ ଲେଖିପାରିବା 2 ଦଶାଂଶ ଏବଂ 9 ବିଭକ୍ତ 100 ଏହାକୁ ଲେଖିପାରିବା 9 ଶତାଂଶ। ବୁଝିପାରୁଛ, 100 ଭାଗରୁ 9 ଭାଗ, ତେଣୁ 9 ଶତାଂଶ। ଏବଂ ଆମେ ଦଶମିକ ସାରଣୀ ଅନୁଯାୟୀ ଆମେ କ'ଣ ଦଶମିକ ବିନ୍ଦୁର ପରେ ଲେଖୁ ଦଶାଂଶ, ତାପରେ ଲେଖୁ ଶତାଂଶ ଏବଂ ଦଶମିକ ବିନ୍ଦୁର ପୂର୍ବରୁ ଆମେ ଲେଖୁ 1, 10, 100, 1000 ଏମିତି ବାମକୁ ଲେଖି ଲେଖି ଯାଉ। ଏଠାରେ ଆମ ପାଖରେ ଅଛି 2 ଦଶାଂଶ, ଅର୍ଥାତ୍ ଦଶମିକ ପରେ ପ୍ରଥମେ ଆମେ ଲେଖିବା 2, ତାପରେ ଲେଖିବି 9 ଶତାଂଶ। ତେଣୁ ଆମେ ସଂଖ୍ୟା କ'ଣ ପାଇଲେ 0.29। ଏବେ ଆମେ ଆଉ ଗୋଟେ ପ୍ରଶ୍ନ କରିବା। 59 ବିଭକ୍ତ 10। 59 ବିଭକ୍ତ 10କୁ ସେପରି ମୁଁ ଲେଖିପାରିବି 50 ଯୁକ୍ତ 9 ବିଭକ୍ତ 10। ଏବେ ଏହାକୁ ମୁଁ ଲେଖିବି 50 ବିଭକ୍ତ 10 ଯୁକ୍ତ 9 ବିଭକ୍ତ 10। 50 ବିଭକ୍ତ 10ରେ ସେପରି 50 ବି 10 ଦ୍ୱାରା ବିଭାଜ୍ୟ, 10 ବି 10 ଦ୍ୱାରା ବିଭାଜ୍ୟ। 50କୁ 10ରେ ହରିଲେ ଆମେ ପାଇବା 5, 10କୁ 10ରେ ହରିଲେ ଆମେ ପାଇବା 1 ଏବଂ 5ରେ 1 ହରିଲେ କେତେ ହେବ 5, ତେଣୁ ଲେଖିଲି 5 ଯୁକ୍ତ 9 ବିଭକ୍ତ 10। ଏବେ 5 ଏହାର ଅର୍ଥ କ'ଣ? ଏହାର ଅର୍ଥ 5ଟି 1 ଏବଂ 9 ବିଭକ୍ତ 10 ଅର୍ଥାତ୍ 9 ଦଶାଂଶ, ତେଣୁ ମୁଁ ଏଠାରେ ଲେଖିଲି 5 1 ଯୁକ୍ତ 9 ଦଶାଂଶ। 5 1କୁ ଦଶମିକ ପୂର୍ବରୁ ଲେଖିବି 5 ଏବଂ 9 ଦଶାଂଶ ଅର୍ଥାତ୍ ଦଶମିକ ପରେ ମୁଁ ଲେଖିବି 9, ତେଣୁ ଆମେ ସଂଖ୍ୟା ପାଇଲେ 5.9।